ଶ୍ରୀମାନ୍ ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ଓ ଭଉଣୀମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ବାକ୍ୟର ଅସଂଯମ। ବାକ୍ୟର ଅସଂଯମ ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ର ଚିତ୍ତ ଭାଇ ଚିତ୍ତରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ଚିତ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ଶ୍ରୀମାତା ଶରଣଂ ମମ, ଶ୍ରୀ ଅରବିନ୍ଦ ଶରଣଂ ମମ। ଆଜିର ଏହି ଅନଲାଇନ ଶ୍ରୀ ଅରବିନ୍ଦ ପାଠଚକ୍ରରେ ଯୋଗଦାନ କରିଥିବା ସମସ୍ତ ମାତୃଭୂମି ଭାଇ ବାପାଙ୍କୁ ସାଦର ସପ୍ରେମ ନମସ୍କାର ସହ ପୁନଃ ସ୍ୱାଗତ କରୁଛି। ମାଙ୍କ ପାଖରେ ସମସ୍ତଙ୍କ ତରଫରୁ ବିନମ୍ର କୃତଜ୍ଞତା ନିବେଦନ କରୁଛି ଏବଂ ସମସ୍ତଙ୍କୁ ଏହି ସ୍ୱାଧ୍ୟାୟ ଏବଂ ଆଲୋଚନା କାର୍ଯ୍ୟକ୍ରମକୁ ଆହ୍ୱାନ ଜଣାଉଛି। ଆଜି ଆମେ ଯେଉଁ ପ୍ରସଙ୍ଗ ଉପରେ ଏକାଗ୍ର ହେବା ତାହା ହେଉଛି ବାକ୍ୟର ଅସଂଯମ, ବା କିଭଳି ଆମେ କଥାବାର୍ତ୍ତାରେ ସଂଯମ ରକ୍ଷା କରିବା। ଏହି ପ୍ରସଙ୍ଗ ଉପରେ ଆମେ ଶ୍ରୀମା ଶ୍ରୀମାନଙ୍କ ବାଣୀକୁ ଆଧାର କରି କିଛି ଆଲୋଚନା କରିବା, ମୁଖ୍ୟତଃ ମାଙ୍କ ବାଣୀକୁ ଆଧାର କରି। ଆମେ ସମସ୍ତେ ଶ୍ରୀମା ଶ୍ରୀମାନଙ୍କର ଅନୁଗାମୀ। ଆମର ଲକ୍ଷ୍ୟ ହେଉଛି ଯାହା ଶ୍ରୀମା ଶ୍ରୀଅରବିନ୍ଦ ତାଙ୍କର ଦିବ୍ୟ ଦୃଷ୍ଟି ଦେଖିଛନ୍ତି, ଏକ ନୂତନ ମାନବ ଜାତିର ଆଗମନର ଯେଉଁ ଉଜ୍ଜ୍ୱଳ ସମ୍ଭାବନା, ତାହା କିଭଳି ଶୀଘ୍ରାତିଶୀଘ୍ର ଏହି ପୃଥିବୀରେ ବାସ୍ତବତାରେ ପରିଣତ ହେବ, ସେଥିପାଇଁ ଗୋଟେ କ୍ଷେତ୍ର ପ୍ରସ୍ତୁତି ଚାଲିଛି ବର୍ତ୍ତମାନ ସମଗ୍ର ବିଶ୍ୱରେ, ଏବଂ ସେଥିରେ ଆମେ ସକ୍ରିୟ ଯଥାର୍ଥ ସହଯୋଗ ପ୍ରଦାନ କରିବା। ଏଇଟା ହେଉଛି ଆମର ଉଦ୍ଦେଶ୍ୟ। ସରଳ ଭାବରେ କହିବାକୁ ଗଲେ ଆମେ ସେ ନୂତନ ଜଗତ ପାଇଁ ନିଜକୁ ପ୍ରସ୍ତୁତ କରିବା ଏବଂ ଏହି ପ୍ରସ୍ତୁତି କ୍ରମାଗତ ଭାବରେ ଚାଲିବ। ବର୍ଷ ବର୍ଷ ଧରି, ଦିନେ ଦୁଇ ଦିନ ଦୁଇ ମାସ ନୁହେଁ, ବର୍ଷ ବର୍ଷ ଏପରି ଅନେକ ଜନ୍ମ ମଧ୍ୟ ଆମକୁ ନେବାକୁ ପଡ଼ିପାରେ। ଏହି ଜନ୍ମରେ ଆମେ ଯେତିକି ଦୂର ଆଗେଇଥିବା ପ୍ରସ୍ତୁତି ପଥରେ, ପରବର୍ତ୍ତୀ ଜନ୍ମରେ ସେଇଠୁ ପୁଣି ଆରମ୍ଭ କରିବା। କଣ୍ଟିନ୍ୟୁଟି ରହିବ, ଏଇଟା ନିଶ୍ଚିତ। କାରଣ ଏପର୍ଯ୍ୟନ୍ତ ସେ କଣ୍ଟିନ୍ୟୁଟି ହିଁ ଚାଲିଛି। ତେଣୁ ସେଇ ଯେଉଁ ପ୍ରସ୍ତୁତ କରିବା ଆମେ ନିଜକୁ, ଏ ପ୍ରସ୍ତୁତିଟି ଟିକିନିଖି ଭାବରେ ହେବ। ସାଧନା ଏବଂ ସାଧାରଣ ଜୀବନ, ଏଇଟା ଦୁଇଟା ଅଲଗା କଥା ନୁହେଁ। ଆମେ ଯେପର୍ଯ୍ୟନ୍ତ ଏମିତି ଭାବୁଥିବା ଯେ ଆମେ ଜୀବନରେ କିଛି ସାଧନା କରୁଛୁ, ସେ ପର୍ଯ୍ୟନ୍ତ ସାଧନା ସମ୍ପର୍କରେ ଆମର ବୋଧ ଜ୍ଞାନ ସ୍ପଷ୍ଟ ହେଇନାହିଁ। ସାଧନା କ'ଣ ଆମେ ବୁଝିନାହୁଁ, ବା ଜୀବନଟା କ'ଣ ବୁଝିନାହୁଁ। ପ୍ରକୃତରେ ଜୀବନଟା ହିଁ ସାଧନା। ଜୀବନକୁ ଠିକ ଭାବରେ, ଯଥାର୍ଥ ଭାବରେ, ସଚେତନ ଭାବରେ ବଞ୍ଚିବାର କଳାଟି ହେଉଛି ସାଧନା। ସାଧନା କେବେ ଜୀବନଠାରୁ ଭିନ୍ନ ନୁହେଁ। ଜୀବନକୁ ଯଥାର୍ଥ ଭାବରେ ବଞ୍ଚିବାର କଳା ହିଁ ଯୋଗ, ସେଟା ହିଁ ସାଧନା। ତେଣୁ ଆମେ ସାଧନା କରୁଛୁ କହିବାର ଅର୍ଥ, ଜୀବନର ଛୋଟ ବଡ଼ ପ୍ରତ୍ୟେକଟି ବିଷୟରେ ଆମେ ସଚେତନତା ଅବଲମ୍ବନ କରୁଛନ୍ତି। କୌଣସି କର୍ମକୁ ଆମେ ହେୟ ଜ୍ଞାନ କରିପାରିବା ନାହିଁ। ଏଇଟା ଛୋଟ, ଏଇଟା ସାଧାରଣ, ଏଇଟା ସଚେତନ ନହେଲେ ବି ଚଳିବ, ଏମିତି ନୁହେଁ। ମା ବହୁତ ଜାଗାରେ କଥା କହିଛନ୍ତି, ଜଣେ ସାଧକକୁ ପ୍ରତ୍ୟେକ ମୁହୂର୍ତ୍ତରେ ସତର୍କ, ସଜାଗ, ସଚେତନ ହେବାକୁ ପଡ଼ିବ।
କାରଣ ପ୍ରତ୍ୟେକ ମୁହୂର୍ତ୍ତରେ ଆମର ପଦସ୍ଖଳନ ହେବାର ସମ୍ଭାବନା ରହିଛି। ଯେହେତୁ ଆମେ ଅଜ୍ଞାନ, ଯେହେତୁ ଆମେ ଅପୂର୍ଣ୍ଣ, ଆମକୁ ସବୁବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ଆହୁରି କିଛି ଶିଖିବାର ବାକି ଅଛି। ସେଥିପାଇଁ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ସଚେତନ ହେବା। ଆମର ପ୍ରତ୍ୟେକଟି କର୍ମ ଯେମିତି ତ୍ରୁଟି ଶୂନ୍ୟ ହୁଏ। ଅସଂଖ୍ୟ ପ୍ରକାରର ତ୍ରୁଟିର ସମ୍ଭାବନା ରହିଛି ସେଠି। ଆମକୁ ତ ସାମଗ୍ରିକ ଭାବରେ ଯେଉଁ ଆବୃତ କରି ରଖିଛି ଆମର ଅଜ୍ଞାନତାର ଅନ୍ଧକାର ଏବଂ ଅହଙ୍କାରର ଆବରଣ, ସେଟା ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ବିଭ୍ରାନ୍ତ କରୁଛି, ଆମକୁ ବିପଥଗାମୀ କରୁଛି, ଆମ ଦ୍ୱାରା ଭୁଲ ହେଇଯାଉଛି। ନିଜ ତରଫରୁ ସତର୍କ ସଜାଗ ରହିବାର ଗୋଟେ ଦୃଢ଼ ସଂକଳ୍ପ ଏବଂ ବିଭୁ କୃପା, ମାତୃକୃପା, ଗୁରୁକୃପା ଉପରେ ଦୃଢ଼ ଆସ୍ଥା, ସଦା ସର୍ବଦା ଗୋଟେ ଭକ୍ତି ଭାବର ଆଧାର ନିଜ ଚେତନାରେ ବଜାୟ ରଖିବା, ଏଇଟା ହିଁ ଉପାୟ। ଏବଂ ସେଇ ଭକ୍ତି ସମର୍ପଣ ଭାବର ଆଧାରରେ ଦିବ୍ୟ କୃପାକୁ ଆବାହନ କରି ଆମେ ପ୍ରତ୍ୟେକଟି କାର୍ଯ୍ୟ କରିବା। ନିଜ ଚେତନାର ସର୍ବୋଚ୍ଚ ଶିଖରରେ ରହି ଯଥାସମ୍ଭବ ନିଜର ସାମର୍ଥ୍ୟ ଅନୁସାରେ, କାରଣ ଆମେ ସେତିକି କରିପାରିବା। ଯଦି ଏତକ କରିବା ତାହେଲେ ବିଭୁ କୃପା, ଦିବ୍ୟ କୃପା ଆମକୁ ସାହାଯ୍ୟ କରିବ। ଆମର ଭୁଲକୁ କମେଇ ଦେବାରେ ସେ ସାହାଯ୍ୟ କରିବ। ଆମର ଧୀରେ ଧୀରେ ଜ୍ଞାନର ସାମର୍ଥ୍ୟ ବିକଶିତ ହେବ। ତେଣୁ ଏଇ ଯେଉଁ ପ୍ରସ୍ତୁତି, ନିଜ ତରଫରୁ ଯଥାସମ୍ଭବ ଚେଷ୍ଟା, ସଚେତନତାର ଅଭ୍ୟାସ, ଦିବ୍ୟ କୃପାକୁ ଆବାହନ, ତାର କରୁଣା ଉପରେ ବିଶ୍ୱାସ ଏବଂ ଗୋଟେ ସମର୍ପଣ ଭକ୍ତି ଭାବର ଆଧାର, ଏଇଟା ହେଉଛି ସାଧନାର ମାର୍ଗ। ଏବଂ ଏହି ସାଧନା ପଥରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ସଚେତନତା ଯାହା ଆମକୁ ଅବଲମ୍ବନ କରିବାକୁ ପଡେ ପ୍ରତ୍ୟେକ ସାଧକକୁ, ସେଟା ହେଉଛି ବାକ୍ ସଂଯମ। ଏକଥା ମା ସାଧକ ମାନଙ୍କୁ ବହୁ ଜାଗାରେ କହିଛନ୍ତି, ବହୁତ ଥର। ଜୁଲାଇ 9 ତାରିଖ 1957 ମସିହାରେ ମାତୃରଚନାବଳୀରେ ଏଇଟା ଅଛି, ନବମ ଖଣ୍ଡରେ। 9 ଜୁଲାଇ 1957ରେ ଆଶ୍ରମବାସୀ ସାଧକ ମାନଙ୍କୁ ମା କହୁଛନ୍ତି, ଯେ ସଂଯମ, ବାକ୍ୟରେ ସଂଯମ ରକ୍ଷା କରିବା, ବାକ୍ ସଂଯମ ବିଷୟରେ ମୁଁ ଆଗରୁ ଅନେକ ଥର ଜୋର ଦେଇକରି କହିଛି। ସାଧନାରେ ପ୍ରସ୍ତୁତି ପାଇଁ ଏଟା ଅପରିହାର୍ଯ୍ୟ ବୋଲିକରି, କିନ୍ତୁ ସେଥିରେ କିଛି ବିଶେଷ ଅଗ୍ରଗତି ହେଇନାହିଁ ସାଧକ ମାନଙ୍କର ଜୀବନରେ, ଆଚରଣରେ। ସେଥିପାଇଁ ସେ ବିଷୟରେ ଆଜି ଆମେ ଆଉ ଥରେ ଆଲୋଚନା କରିବା ବୋଲି ମା କହୁଛନ୍ତି। ଏବଂ ଆଜି ସନ୍ଧ୍ୟାରେ ସେଇଟା ଆମର ଧ୍ୟାନର ବିଷୟ ହେବ ବୋଲି ମା କହୁଛନ୍ତି। ତାପରେ ସେ ସଂଯମ ବିଷୟରେ କହୁଛନ୍ତି, ସଂଯମର ଅର୍ଥ ହେଉଛି ଆବଶ୍ୟକତା ଭିତ୍ତିକ କାର୍ଯ୍ୟ। ସଂଯମ କହିଲେ ଏମିତି ନୁହେଁ ଯେ ଆମେ ଚୁପ୍ ରହିବା, କିଏ ପଚାରିଲେ କିଛି କହିବା ନାହିଁ, କିମ୍ବା କୌଣସି ଜାଗାରେ କୌଣସି ବିଷୟରେ ମୁଁ ଜାଣିଥିଲେ ବି ନିଜକୁ ନ ପଚାରିଲା ପର୍ଯ୍ୟନ୍ତ କିଛି କହିବା ନାହିଁ। ଏମିତି ଆମେ ନିଜ ତରଫରୁ ନିଜ ପାଇଁ ବିଭିନ୍ନ ନିୟମ ଗୁଡାକ ସୃଷ୍ଟି କରିଥାଉ। ଏଥିରେ ସଂଯମ ଅଛି ନିଶ୍ଚୟ, କିନ୍ତୁ ଏଥିରେ ଅହଂର ପ୍ରାବଲ୍ୟ ଅଛି। କାରଣ ସେ ନିୟମଟି ଆମେ ନିଜେ ନିର୍ଦ୍ଧାରଣ କଲେ। ଯଦି ଭଗବାନ ନିର୍ଦ୍ଧାରଣ କରିଥାନ୍ତେ ତାହେଲେ ସେଟା ଠିକ ହେଇଥାନ୍ତା। ଭଗବାନ କେମିତି ନିର୍ଦ୍ଧାରଣ କରିବେ? ଆମେ ନିଜ ଅନ୍ତରରେ, ହୃଦୟରେ ତାଙ୍କୁ ପଚାରି ତାଙ୍କ ପ୍ରେରଣାକୁ ଅନୁଭବ କରିବା ପାଇଁ ଚେଷ୍ଟା କରିବା ଏବଂ ସର୍ବୋଚ୍ଚ ଚେତନା ରହିକରି କାର୍ଯ୍ୟ କରିବା ନିଃସ୍ୱାର୍ଥପର ଭାବରେ।
ସେ କୌଶିକ ମୁନିଙ୍କ ଭଳି ଆମେ ଗୋଟେ ମିଥ୍ୟା ସତ୍ୟବାଦୀ ମାନେ ସ୍ୟୁଡୋ ଟ୍ରୁଥଫୁଲନେସ୍, ମିଥ୍ୟା ସତ୍ୟବ୍ରତ, ଗୋଟେ ଭ୍ରାନ୍ତ ସତ୍ୟବ୍ରତ ଯେମିତି ଆଚରଣ କରାଯାଏ ସେମିତି କରିବା ନାହିଁ, ମୂଢ ଭାବରେ କରିବା ନାହିଁ। ଏମିତି କୌଶିକ ମୁନି ମୂଢ ଭାବରେ ଶପଥ କରିଥିଲେ ଯେ ମିଛ କହିବେ ନାହିଁ। ଥରେ ସେ ଧ୍ୟାନରେ ବସିଛନ୍ତି, ଦଳେ ପଥଚାରୀ ରକ୍ଷା କର କହିକରି ତାଙ୍କ ଆଶ୍ରମକୁ ପଶି ଆସିଲେ। କଥା କଣ ନା, ତାଙ୍କୁ ଅନୁଧାବନ କରୁଥାନ୍ତି ଦଳେ ଡାକୁ। ସେମାନେ ଲୁଚିବା ପାଇଁ ଆଶ୍ରୟ ମାଗିଲେ ମୁନିଙ୍କୁ। ମୁନି ତାଙ୍କ ଆଶ୍ରମ ପଛପଟକୁ ଇଶାରା କରି ଦେଖେଇଦେଲେ। ସେମାନେ ସେଠି ଲୁଚିଲେ। ତାପରେ ପରେ ଆସିଗଲେ ଦସ୍ୟୁ ଦଳ। ସେମାନେ ଯେତେବେଳେ ପ୍ରଶ୍ନ କରିଛନ୍ତି ଯେ ଦଳେ ପଥଚାରୀ ଏଡେ ଆସିଥିଲେ, ଦେଖିଛ କି ସେମାନେ କୋଉଠି ଅଛନ୍ତି ବା କୁଆଡେ ଗଲେ? ଏ ମୁନି ମହାଶୟ ତ ଶପଥ କରିଛନ୍ତି ମିଛ କହିବେ ନାହିଁ, ତେଣୁ ସେ ସ୍ଥାନଟି ତାଙ୍କୁ ସେ ଦେଖେଇଦେଲେ ଇଶାରାରେ। ଅଚିରେ ଦସ୍ୟୁ ଦଳ ସେ ପଥଚାରୀ ମାନଙ୍କୁ ତାଙ୍କର ଲୁଚିଥିବା ସ୍ଥାନରୁ ଘୋଷାଡ଼ି ଆଣି ତାଙ୍କୁ ହତ୍ୟା କଲେ ଏବଂ ତାଙ୍କର ଯାବତୀୟ ସମ୍ପତ୍ତି ଲୁଣ୍ଠନ କରିନେଲେ। ଏଇଟା କଣ ସତ୍ୟବାଦିତା? ଏଇଟା କଣ ସଂଯମ? ଏଭଳି ସଂଯମର ପରିଣତି କଣ ହେଲା? ଯାହା ପୁରାଣ କହେ, କୌଶିକ ମୁନି ମୃତ୍ୟୁ ପରେ ସିଧାସଳଖ ଯାଇକରି କୁମ୍ଭୀପାକ ନରକରେ ପଡିଲେ। କାରଣ ସେ ପ୍ରକୃତିରେ ସତ୍ୟାନୁରାଗୀ ନଥିଲେ, ସତ୍ୟବ୍ରତ ସେ ପାଳନ କରୁନଥିଲେ। ଗୋଟେ ମିଥ୍ୟା ସତ୍ୟବ୍ରତ ଥିଲା, ଗୋଟେ ଅହଙ୍କାର ପ୍ରସୂତ ସତ୍ୟବ୍ରତ। ନିଜକୁ ସତ୍ୟବାଦୀ ବୋଲେଇବା ପାଇଁ ଗୋଟେ ବୃଥା ଆସ୍ଫାଳନ ବା ଶପଥ। ସେ ଭଗବାନଙ୍କ ପାଇଁ ସତ୍ୟବ୍ରତ ଆଚରଣ କରୁନଥିଲେ। ଯଦି କରିଥାନ୍ତେ ତାହେଲେ ତାଙ୍କର ସତ୍ୟବାଦିତା ନଷ୍ଟ ନ ହେଇକରି ମଧ୍ୟ ଆହୁରି ଅନେକ ଉତ୍ତର ତାଙ୍କୁ ଦେଖାଯାଇଥାନ୍ତା। ଉଦାହରଣ ସ୍ୱରୂପ ସେ କହିପାରିଥାନ୍ତେ, ସେମାନେ କୁଆଡେ ଗଲେ ମୁଁ ଜାଣିଛି କିନ୍ତୁ କହିବି ନାହିଁ। ଏଇଟା ତ ମିଥ୍ୟା ନୁହେଁ ନା। ପରିଣାମରେ ହୁଏତ ଦସ୍ୟୁ ଦଳ ତାଙ୍କୁ ହିଁ ହତ୍ୟା କରିଥାନ୍ତେ। ମୃତ୍ୟୁ ତ ଦିନ ଦିନ ଆସିବ, କିଛି ଦିନ ପୂର୍ବରୁ ବା ପରେ। ଏହି ମୃତ୍ୟୁର ପରିଣାମରେ ନିଶ୍ଚିତ ଭାବରେ ତାଙ୍କର ସତ୍ୟବାଦିତା ପାଇଁ, ଯଥାର୍ଥ ସତ୍ୟବାଦିତା ପାଇଁ କୌଶିକ ମୁନିଙ୍କର ବୈକୁଣ୍ଠ ପ୍ରାପ୍ତ ହେଇଥାନ୍ତା ବା ସେଭଳି ଗୋଟେ ଉଚ୍ଚ ଲୋକ ପ୍ରାପ୍ତ ହେଇଥାନ୍ତା। କାରଣ ସେ ଜୀବନ ଯାଉ ପଛେ ନିରୀହ ଲୋକଙ୍କର ପ୍ରାଣହାନି ହେବାକୁ ଦେଇନାହାନ୍ତି। ପରିବେଶରେ ଗୋଟେ ବ୍ୟାପକ ଅସଙ୍ଗତି ହେବାକୁ ସେ ଦେଇନାହାନ୍ତି, ନିଜେ ମାଧ୍ୟମ ହେଇନାହାନ୍ତି। ଏଭଳି ଆଚରଣ ପରିଣାମ ତ ନିଶ୍ଚୟ ସଙ୍ଗତିପୂର୍ଣ୍ଣ ହେବ, ଆତ୍ମାର ସଦ୍ଗତି ହେବ, ବିକାଶ ହେବ। କିନ୍ତୁ ସେଟା ନକରି ସେ କେବଳ ମୂଢ ଭାବରେ, ଉପରଠାଉରେ ଭାବରେ ସତ୍ୟର ଆଚରଣ କରୁଥିଲେ। ଆମର ବାକ୍ ସଂଯମ ବି ସେଇଭଳିଆ। ବାକ୍ ସଂଯମ ଆଚରଣ ଅର୍ଥ ଯେଉଁ ପରିସ୍ଥିତିରେ ଯେତିକି ଆବଶ୍ୟକ ସେତିକି କହିବା, ତାଠୁ ଅଧିକ ନୁହେଁ, କମ୍ ନୁହେଁ। ଏବଂ ସେଟା ଯଥାର୍ଥ ଭାବରେ ଆକଳନ କରିବାକୁ ହେଲେ କେତେ କହିବାକୁ ହେବ, କିପରି କହିବାକୁ ହେବ। ଯଦି ଆମେ ହୃଦୟରେ ଭଗବାନଙ୍କୁ ସାକ୍ଷୀ ରଖି, ତାଙ୍କୁ ପଚାରି, ତାଙ୍କର ପ୍ରେରଣାକୁ ଅନୁସରଣ କରି ଆଚରଣ କରିବାର ଅଭ୍ୟାସ କରିବା, ତାହେଲେ ଅବଶ୍ୟ ଭଗବାନ ଆମକୁ ସାହାଯ୍ୟ କରିବେ। ଅବଶ୍ୟ ସେ ସାମର୍ଥ୍ୟଟା ଆମ ଭିତରେ ବିକଶିତ ହେଇଯିବ। କୋଉ ଜାଗାରେ କଣ କହିବା ଦରକାର, କେତେ କହିବା ଦରକାର। ତେଣୁ ମା କହୁଛନ୍ତି, ଆବଶ୍ୟକତାରୁ ଅଧିକ ଗୋଟିଏ ବି ଶବ୍ଦ ଯଦି ଆମେ ଉଚ୍ଚାରଣ କରୁ, ତାହା ଆମ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେଇଥାଏ। ଅର୍ଥାତ୍ ଆମେ ହଁ କହିଦେଲି, କଣ ହେଇଗଲା, ଶବ୍ଦଟା ତ ବାହାରି ପଡିଲା, କଣଟା ହେଇଗଲା ଯେ, ଏମିତି ଭାବିବାଟା ଠିକ ନୁହେଁ। ଏଟା ସାଧକ ଜନଚିତ ମନୋଭାବ ନୁହେଁ।
ହଁ, ଯଦି ଆମେ ସାଧକ ହବାକୁ ଚାହୁଁନାହୁଁ ସେ ଭିନ୍ନ କଥା। ଆମେ ସାଧାରଣ ଜୀବନ ବଞ୍ଚିବାକୁ ଚାହୁଁଛୁ, ପ୍ରକୃତିର ତାଡ଼ନରେ ଆମେ ଏପଟ ସେପଟ ଯଦି ହେବା, ଫୁଟବଲ ଭଳି ଯଦି ଦୋହଲିବା ପାଇଁ ଚାହୁଁଛନ୍ତି ଅନେକ ଜନ୍ମ ଧରି, ତାହେଲେ କିଛି ଅସୁବିଧା ନାହିଁ। କିନ୍ତୁ ଆମେ ଏଡେ ସାଧକ ବୋଲାଉଥିବା, ମା ଶିବଙ୍କର ଅନୁଗାମୀ ବୋଲାଉଥିବା, ଆଉ କଥାଟି କହିଦେଲେ କଣ ହେଇଯିବ, କଥାରେ କଣ ଅଛି, ଏମିତି ଯଦି କହୁଥିବା, ତାହେଲେ ଏଇଟା ହଉଛି ମିଥ୍ୟାଚାର। ଆମେ ପ୍ରତ୍ୟେକଟି ଶବ୍ଦକୁ ମାପି ତଉଲି କରି କହିବା। ସେଟା ମଧ୍ୟ ନିଜର ଅହଙ୍କାର ଦ୍ୱାରା ନୁହେଁ, ନିଜ ମନୋବୁଦ୍ଧିର ବିଚାର ନୁହେଁ, ହୃଦୟସ୍ଥ ଭଗବାନଙ୍କୁ ସାକ୍ଷୀ ରଖି, ମାଙ୍କୁ ସାକ୍ଷୀ ରଖି। ମା କହୁଛନ୍ତି ଯେ ମନୁଷ୍ୟ ସମାଜକୁ ନିର୍ଦ୍ଦୋଷ କରି ଗଢିବାକୁ ଉଦ୍ୟମ କରିଥିବା ବ୍ୟକ୍ତିମାନେ ସେହି କଥାର ହିଁ ପୁନରାବୃତ୍ତି କରିଛନ୍ତି। ଯୁଗେ ଯୁଗେ ମହାମନୀଷୀମାନେ, ଯୋଗୀମାନେ, ଯୋଉମାନେ ମାନବ ଜାତି ପାଇଁ ଚିନ୍ତା କରିଛନ୍ତି, ମାନବ ଜାତିର ପତନର କାରଣ ଯୋଉମାନେ ତର୍ଜମା କରିଛନ୍ତି, ଅନୁଧ୍ୟାନ କରିଛନ୍ତି, ଏବଂ ମାନବ ଜାତିର ଚେତନାର ବିକାଶର ମୁଖ୍ୟ ଅନ୍ତରାୟ କଣ, ଯୋଉମାନେ ତାହା ଅନୁଧ୍ୟାନ କରି ଦେଖିଛନ୍ତି ଯେ ଏ ବାକ୍ ସଂଯମର ଅଭାବ ହେଉଛି ଗୋଟେ ମୁଖ୍ୟ ଅନ୍ତରାୟ। ଏଇଟା ଚେତନାକୁ ବିକଶିତ ହେବାକୁ ଦିଏ ନାହିଁ, ଊର୍ଦ୍ଧ୍ୱମୁଖୀ ହେବାକୁ ଦିଏ ନାହିଁ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ ଅନାବଶ୍ୟକ ଭାବରେ ଗପୁଥିବା ମଣିଷ, ଗପୁଡ଼ି ମଣିଷ, ବକର ବକର ହେଉଥିବା ମଣିଷ, ତାର ଚେତନାଗତ ବିକାଶର ମାନ ଖୁବ୍ ନିମ୍ନରେ, ଏବଂ ସେ ନିଜେ ହିଁ ତାର ଚେତନାର ବିକାଶର ପଥରୋଧ କରୁଥାଏ। ଆମକୁ ସଚେତନ ହେବାକୁ ପଡ଼ିବ। ମା କହୁଛନ୍ତି ଯୁଗେ ଯୁଗେ ମହାମନୀଷୀମାନେ, ଉଦ୍ୟମୀମାନେ ଏକଥା କହିଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ଏ ପର୍ଯ୍ୟନ୍ତ ତାର ବିଶେଷ କିଛି ଫଳ ହେଇନାହିଁ। ଯେତେ କହିଲେ ଶୁଣିଲେ ମଧ୍ୟ ମଣିଷର ଚେତନା ସହଜରେ ବଦଳେ ନାହିଁ। ଏମିତି କୁହାଯାଏ, ପ୍ରକୃତି ନୈବ ମୁଚ୍ୟତେ ଯଦ୍ୟପି ମୁଚ୍ୟତେ ଶନୈଃ ଶନୈଃ। ବହୁତ ଧୀର ପ୍ରଗତି ହୁଏ ଏହି ସମ୍ପର୍କରେ। ମା କହୁଛନ୍ତି ଯେ ଅନାବଶ୍ୟକ କଥାବାର୍ତ୍ତା ବା ବିପଜ୍ଜନକ ବକର ବକର ହେବାଟା, ସେଟା ମୁଁ ବିଦ୍ୱେଷମୂଳକ କଥାବାର୍ତ୍ତା କରିବା ବିଷୟରେ କହୁଛି, ନିନ୍ଦାତ୍ମକ ଅପବାଦ ରଟନା କରିବା ବିଷୟରେ ହିଁ କହୁଛି। ମାନେ ଆମେ ଯେଉଁ କୁତ୍ସା ରଟନା, ପରନିନ୍ଦା, ପରଚର୍ଚ୍ଚା, ଏଥିରୁ ଆମକୁ ବହୁତ ଆନନ୍ଦ ମିଳେ। ଆମେ ଚିନ୍ତା କରିବା, ନିଜକୁ ଅନୁଧ୍ୟାନ କରିବା, ଅନ୍ୟକୁ ଦେଖିବା ନାହିଁ। ଯଦି ଅନ୍ୟକୁ ଦେଖିବା ତାହେଲେ ବି ସତର୍କ ହେଇଯିବା ଯେ ଅନ୍ୟମାନେ ହେଉଛନ୍ତି ଆମର ଦର୍ପଣ। ଏହି ଚାବିକାଠିରେ ମଧ୍ୟ ଶ୍ରୀମା ଆମକୁ ଦେଇଛନ୍ତି। ଯଦି ଅନ୍ୟମାନଙ୍କର ଦୋଷ, ଦୁର୍ଗୁଣ ଆମକୁ ଦେଖାଯାଉଛି, ଆମେ ତାଙ୍କର ନିନ୍ଦା କରୁଛନ୍ତି, କୁତ୍ସାରଟନା କରୁଛନ୍ତି, ଆମେ ସଚେତନ ହେଇଯିବା କଥା ଯେ ଏଇଟା ତାଙ୍କର ନୁହେଁ, ଆମର ଦୋଷ, ଆମର ଦୁର୍ଗୁଣ ହିଁ ଦେଖାଯାଉଛି ଆମକୁ। କାରଣ ଆମେ ଅନ୍ୟମାନଙ୍କ ଭିତରେ ଯାହା ଦେଖୁଛୁ ସେଟା ନିଜର ହିଁ ପ୍ରତିଫଳନ। ସେମାନେ ଦର୍ପଣ, ଦର୍ପଣ ଯେମିତି ଆମେ ନିଜକୁ ହିଁ ଦେଖୁ, ଅନ୍ୟମାନଙ୍କ ଭିତରେ ଆମେ ଯାହା ଦେଖୁ ସେଟା ଆମର ହିଁ ଅନ୍ତଃକରଣର ପ୍ରତିଫଳ। ତାହେଲେ ମଇଳାଟା କାହା ଭିତରେ ଅଛି? ତେଣୁ ଏଇ ଯୋଉ ଅନାବଶ୍ୟକ ପରନିନ୍ଦା, ପରଚର୍ଚ୍ଚା, କୁତ୍ସାରଟନା, ଯୋଉଥିରୁ ଆମକୁ ଗୋଟେ ପ୍ରକାର ନିକୃଷ୍ଟ ସ୍ତରର ଆନନ୍ଦ ମିଳିଥାଏ, ସେଇଟା କଣ କରେ? ଆମର ଚେତନାକୁ ନିମ୍ନ ସ୍ତରରେ ବାନ୍ଧି ରଖେ। ଜଣେ ସାଧକ ଏଇଟା ସ୍ପଷ୍ଟ ଭାବରେ ଅନୁଭବ କରିପାରିବ। ଏଇଟା ଗୋଟେ ସାର୍ମନ ନୁହେଁ ବା ଡିକ୍ଟମ ନୁହେଁ, ଗୋଟେ ନୀତିବାଣୀ ନୁହେଁ, ଗୋଟେ ନୀତି ଶିକ୍ଷା ନୁହେଁ ଯେ ଜଣେ ଅନ୍ଧ ଭାବରେ ଗ୍ରହଣ କରିବ। ଏଇଟା ଅନୁଭବର ବିଷୟ। ଆମେ ଦେଖିବା, ଯଦି ଅଧିକ ସମୟ କାହାର ମନ୍ଦ ଚିନ୍ତା କଲେ ଜଣେ ସାଧକ ସଙ୍ଗେ ସଙ୍ଗେ ଅନୁଭବ କରିବ ତା ନିଜ ଭିତରେ ଗୋଟେ ପ୍ରବଳ ଅସ୍ୱସ୍ତି ବୋଧ, ଏପରିକି କାହାର କାହାର ପେଟ ଗୋଳମାଳ ହେଇଯାଇପାରେ।
ଆର ମୁଣ୍ଡ ବୁଲେଇ ପାରେ, କାହାକୁ ବାନ୍ତି ହେଇଯାଇପାରେ। ଯେଉଁମାନେ ଏତେ ବେଶୀ ସେନ୍ସିଟିଭ୍ ଥିବେ ତାଙ୍କ ଶାରୀରିକ ସ୍ତରରେ ଏଭଳି ଲକ୍ଷଣ ପ୍ରକାଶ ପାଇବ ଏବଂ ପାଗଳ ଭଳିଆ ଲାଗିବ ଯେ ସୂକ୍ଷ୍ମ ଅନୁଭୂତି ଏଇଟା ଯୋଉମାନଙ୍କର ଥିବ ସେମାନେ ଏଟାକୁ ଏଣ୍ଡୋର୍ସ କରିବେ ଯେ ଲାଗିବ ଯେ ସିଏ ଯେଉଁ ଦୋଷ ବା ଗୁଣ ମୁଁ ପୁନରାବୃତ୍ତି କରୁଛି ଅନ୍ୟମାନଙ୍କ ଭିତରେ ଦେଖିକରି ସେଟା ଲାଗିବ ସତେ ଯେମିତି ନିଜ ଭିତରକୁ ପଶି ଆସୁଛି। ସେ ସବୁ ଦୁର୍ଗୁଣ ଯାହା ଅନ୍ୟ ଭିତରେ ଥିବାର ମୁଁ ଲକ୍ଷ୍ୟ କରୁଛି ଏବଂ ତାକୁ ପ୍ରଚାର କରୁଛି, ଅନ୍ୟମାନଙ୍କ ଭିତରେ ତାକୁ ପ୍ରକାଶିତ କରି ମୁଁ ସନ୍ତୁଷ୍ଟି ଲାଭ କରୁଛି, ମୋର ଅନୁଭବ ହବ ସେ ଗୁଣ ଗୁଡାକ ମୋ ଭିତରେ ପଶି ଆସୁଛି ଏବଂ ପ୍ରକୃତରେ ପଶି ଆସୁଥାଏ। ତାର କାରଣଟା ଅତି ସ୍ପଷ୍ଟ ଏବଂ ସୂକ୍ଷ୍ମ ହେଲେ ବି ଏଇଟା ସହଜରେ ଅନୁଭବ କରିବା। କାରଣଟି ହେଉଛି ଆମେ ଯୋଉ ବିଷୟରେ ଚିନ୍ତା କରୁ, ଯୋଉ ବିଷୟରେ ଟିକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାଗ୍ର ହଉ, ତା ଆଡକୁ ନିଜକୁ ଖୋଲି ଧରୁ, ଏଇଟା ଅଛି ଓପନିଂ, ଗ୍ରହଣଶୀଳତା। ଏବଂ ଆମର ଚେତନାଟା ଏମିତି ଗଠିତ ହେଇଛି ବର୍ତ୍ତମାନ ଅବସ୍ଥାରେ, ଏମିତି ଅବସ୍ଥାରେ ଅଛି ଯେ ମନ୍ଦ ଭାଇବ୍ରେସନ, ରଙ୍ଗ ଭାଇବ୍ରେସନ, ନିମ୍ନ ସ୍ତରର କମ୍ପନ ଗୁଡିକ ପ୍ରତି ଏଇଟା ବେଶୀ ଉନ୍ମୁକ୍ତ ହେଇକି ରହିଛି। ଉଚ୍ଚ ସ୍ତର କମ୍ପନ ପ୍ରତି, ଦିବ୍ୟ ଗୁଣ ଗୁଡ ପ୍ରତି ଏତେ ଉନ୍ମିଳିତ ହେଇନାହିଁ। ତେଣୁ ଦିବ୍ୟ ଗୁଣ ଗୁଡିକ ଆମେ ସହଜରେ ଗ୍ରହଣ କରିପାରୁନା, କିନ୍ତୁ ନିମ୍ନ ସ୍ତରର ଗୁଣ ଗୁଡିକ ଆମେ ସହଜରେ ଗ୍ରହଣ କରିନେବୁ, ସହଜରେ ସେଟା ଆମ ଭିତରକୁ ପଶି ଆସେ। ଗୋଟେ ସ୍ଥାନରେ ଯଦି କିଛି ଝଗଡା ହଉଥିବ, କିଛି ଆକ୍ସିଡେଣ୍ଟ ହେଇଗଲା, କିଛି ଗୋଟେ ଦୁର୍ଘଟଣା ହେଇଗଲା, ଗୋଟେ କୋଳାହଳମୟ ପରିବେଶ ସୃଷ୍ଟି ହେଉଛି, ସେ ଜାଗାରେ ଦେଖିବେ ଅନେକ ଲୋକ ଜମା ହେଇଥିବେ, ବହୁତ ଲୋକ। କିନ୍ତୁ କୋଉ ଜାଗାରେ ଗୋଟେ ଆଧ୍ୟାତ୍ମିକ ଚର୍ଚ୍ଚା ହଉଛି, ସେଠି ବୁଢା ବୁଢୀ କିଛି ଜଣ ଥିବେ ଆଉ କେହି ନଥିବେ, ଧୀରେ ଧୀରେ ସେମାନେ ବି ଚାଲିଯିବେ। ମନ୍ଦ ପ୍ରତି ଆମର ଯୋଉ ଆକର୍ଷଣ, ଏଇଟା ଆମର ବର୍ତ୍ତମାନ ଚେତନାଗତ ଅବସ୍ଥା। ଏଇଠୁ ହିଁ ତ ଆମକୁ ଉପରକୁ ଉଠିବାର ଅଛି, ୟା ବିଷୟରେ ହିଁ ଆମକୁ ଛିଡା ହବାର ଅଛି, ୟା ବିରୁଦ୍ଧରେ ଛିଡା ହବାର ଅଛି, ନିଜକୁ ଜଗିବାର ଅଛି। ତେଣୁ ମା କହିଛନ୍ତି ନିରର୍ଥକ ବାର୍ତ୍ତାଳାପ ଆମକୁ ନିମ୍ନଗାମୀ କରେ, ଚେତନାକୁ ଉପରକୁ ଉଠିବାକୁ ଦିଏ ନାହିଁ, ବିକଶିତ ହେବାକୁ ଦିଏ ନାହିଁ। କାରଣ ସେଇ ନିମ୍ନ ବାତାବରଣ, ନିମ୍ନ କମ୍ପନ ଗୁଡିକ ସହିତ ଆମେ ବାନ୍ଧି ହେଇକି ରହୁ, ତାର ଆକର୍ଷଣରେ ଆମେ ବନ୍ଦୀ ହେଇଯାଉ। ଉଚ୍ଚସ୍ତରର ଚିନ୍ତା, ଉଚ୍ଚସ୍ତର କମ୍ପନ ଗୁଡିକୁ ଆମେ ଆବାହନ କରୁନି ସେତେବେଳେ। ତେଣୁ ପ୍ରତ୍ୟେକଟି ନିନ୍ଦା, ଅପବାଦ, କୁତ୍ସାରଟନା ଏସବୁଥିରୁ ସାଧକ ସଦାସର୍ବଦା ଦୂରେଇ ରହିବା ପାଇଁ ଚେଷ୍ଟା କରିବ। ଗୋଟେ ପରିବେଶରେ ଯଦି ଅନ୍ୟମାନେ ସେଭଳି ଆଚରଣ କରୁଛନ୍ତି, ସେ ଯଥାସମ୍ଭବ ନିର୍ଲିପ୍ତ ନିରବତା ଅବଲମ୍ବନ କରିବ। ନିର୍ଲିପ୍ତ ନିରବତା ଅର୍ଥ ହେଉଛି ମୁହଁଟା ଚୁପ୍ ରଖିଥିବ କିନ୍ତୁ ଭିତରେ ଗୋଟେ ଅସ୍ୱସ୍ତି ଛାଟିପିଟି ହେଲା ଅନୁଭବ କରୁଥିବ, ଏମିତି ନାହିଁ। କାରଣ ସେ ଆସକ୍ତ ହେଲା ପୁଣି ସେଥିରେ। ସାଧକ ଆସକ୍ତ ହବ ନାହିଁ କୌଣସି ପରିସ୍ଥିତିରେ। ଅପ୍ରୀତିକର ପରିସ୍ଥିତିରେ ବି ଛାଟିପିଟି ହବାର ଅର୍ଥ ହେଉଛି ପ୍ରୀତିକର ପରିବେଶ ପ୍ରତି ଆସକ୍ତି। ତେଣୁ ଛାଟିପିଟି ହବାର ନାହିଁ, ସେଥିରେ ସ୍ମିତହାସ୍ୟ ସହ ଭଗବାନଙ୍କୁ ଜଣେଇବାର ଅଛି, ଓହୋ ପ୍ରଭୁ ତୁମେ ଏପରି ବି ପରିସ୍ଥିତି ସୃଷ୍ଟି କରିପାର, ତମ ଲୀଳା ଅନନ୍ୟ ପ୍ରଭୁ, ଧନ୍ୟ ତୁମେ। କଣ ସବୁ ପରିବେଶ କରିଦଉଛ, ମୁଁ ଏଠି କଣ କରିବି କହିଲ। ନିର୍ଲିପ୍ତ ନିରବତା, ଏଭଳି ଭାବରେ ଆନନ୍ଦର ସହିତ ଜଣେ ଯଦି ପରିବେଶରେ ଭଗବତ କୃପାକୁ ଆବାହନ କରେ, ନିଶ୍ଚିତ ଭାବରେ ସେ ପରିବେଶ ତା ପାଇଁ ଗୋଟେ ବିକାଶର ମାଧ୍ୟମ ହେଇଯିବ। ସେଇଠି ହିଁ ଭଗବାନ ପ୍ରକଟିତ ହେବେ। ଯେଉଁ ମାଧ୍ୟମରେ ସେ ହୁଅନ୍ତୁ, ଯେଉଁ ରୂପରେ ହୁଅନ୍ତୁ, ଭିତରେ ହୁଅନ୍ତୁ, ବାହାରେ ହୁଅନ୍ତୁ, ସାଧକର ପତନ ହବ ନାହିଁ। କିନ୍ତୁ ଯଦି ସେ ଅହଙ୍କାର ପ୍ରଦର୍ଶନ କରିବ, ନିଜ ସାମର୍ଥ୍ୟ ଉପରେ ବିଶ୍ୱାସ କରିବ, ଅହଙ୍ଗତ ଭାବରେ କିଛି ଡିସିଜନ ନେବ, ତାହେଲେ ଭୁଲ ହବାର ସମ୍ଭାବନା 100ରୁ 99.9 ଭାଗ ରହିଛି। ତେଣୁ ମା କହିଲେ ଏହି ପ୍ରକାର ସଂଯମହୀନତା ଲାଗି ଜଣେ ଯଦି ଆପଣାକୁ ପ୍ରଶ୍ରୟ ଦିଏ, ମାନେ ନିନ୍ଦା, କୁତ୍ସାରଟନା ଇତ୍ୟାଦି, ସେତେବେଳେ ସେ ପରିବେଶ, ସେ ଆପଣାର ଚେତନାକୁ ହିଁ ଦୂଷିତ କରି ପକାଏ।
ଏବଂ ଯେତେବେଳେ ଏହି ସଂଯମହୀନତା ସହିତ ଅଶିଷ୍ଟ ଭାବରେ କଳହ କରିବାଟା ଆସି ମିଶିଯାଏ ଏବଂ ନାନା କର୍କଶ ଭାଷାର ପ୍ରୟୋଗ ହେବାକୁ ଲାଗେ, ସେତେବେଳେ ତାହାକୁ ପ୍ରକୃତରେ ଆତ୍ମଘାତିତା ବୋଲି କହିବାକୁ ହେବ। ନିଜ ଭିତରେ ସଂଘଟିତ ହେଉଥିବା ଏକ ଆଧ୍ୟାତ୍ମିକ ଆତ୍ମଘାତିତା ବୋଲି କହିବାକୁ ହେବ। ସ୍ପିରିଚୁଆଲ ସୁସାଇଡ୍ ମାଙ୍କ ଭାଷାରେ। ଆଧ୍ୟାତ୍ମିକ ଆତ୍ମହତ୍ୟା, ତାର ଅର୍ଥ ହେଉଛି ଆମର ଆତ୍ମିକ ବିକାଶଟା ବହୁତ ପରିମାଣରେ ପଛକୁ ଘୁଞ୍ଚିଯାଏ। ଆମେ ଅନେକ ବର୍ଷ ପାଇଁ ନିଜର ବିକାଶକୁ ପଛକୁ ଠେଲି ଦେଉ। ତେଣୁ ଯଦି ବାକ୍ ସଂଯମ ଆମେ ଆଚରଣ ନ କଲେ, ତାହେଲେ ଏଇଟା ଧୀରେ ଧୀରେ ଭୟଙ୍କର କଳହ ରୂପ ନେବ। କାରଣ କ୍ରୋଧର କିଛି ସୀମା ନାହିଁ, ବାଡ଼ବତା ନାହିଁ। ସେଇଠୁ କଳହ ଆରମ୍ଭ ହେଇଯିବ। କଳହ ସଙ୍ଗେ ସଙ୍ଗେ ପରିବେଶରେ ସେ ଖଳ ପ୍ରକୃତି ମାନେ ଅଛନ୍ତି, ଏଭିଲ୍ ଫୋର୍ସେସ୍, ସେମାନେ ଅପେକ୍ଷା କରି ରହିଛନ୍ତି। ଏଭଳି ପରିବେଶରୁ ସେମାନେ ଆନନ୍ଦ ପାଆନ୍ତି, ଅନ୍ୟମାନଙ୍କୁ କଳହ ଲିପ୍ତ କରିକରି ତାଙ୍କର ଯେଉଁ ପ୍ରାଣିକ ଅବକ୍ଷୟ, ସେଥିରୁ ସେମାନେ ଖୋରାକ ପାଆନ୍ତି ବଞ୍ଚିବା ପାଇଁ। ଦେ ଥ୍ରାଇଭ୍ ଅନ୍ ଦ ଭାଇବ୍ରେସନ୍ସ। ଏଇଟା ହେଉଛି ସେ ସୂକ୍ଷ୍ମ ଜଗତର ଚେତନାଗତ ବ୍ୟାପାର, ଯାହାକି ଆମେ ଏ ସ୍ଥୂଳ ଜଗତରେ ଦେଖିପାରୁନା। ତାର କୌଣସି ସିଗ୍ନିଫିକାନ୍ସ ନାହିଁ, କିନ୍ତୁ ପ୍ରକୃତରେ ରହସ୍ୟଟା ସେଇଠି। ପ୍ରକୃତରେ ଦେଖିବାକୁ ଗଲେ ଏଇ ସ୍ଥୂଳ ପୃଥିବୀରେ ଯାହା ସବୁ ଘଟୁଛି, ତାର କାରଣ ହେଉଛି ସେ ସୂକ୍ଷ୍ମ ଜଗତର ଫୋର୍ସେସ୍, ସେ ଶକ୍ତି ଏବଂ ଅପଶକ୍ତି ମାନଙ୍କର ଖେଳ। ସେମାନେ ଆମକୁ ନଚଉଛନ୍ତି, ଆମେ ଜାଣିପାରୁନୁ। ଆମେ ପରସ୍ପର ସହ ଲଢ଼େଇ କରୁଛୁ, କିନ୍ତୁ ନଚଉଛନ୍ତି ସେମାନେ। ଯେମିତି ସେ କଣ୍ଢେଇ ନାଚରେ କଣ୍ଢେଇ ମାନେ ନାଚୁଥାନ୍ତି, କିନ୍ତୁ ନଚେଇଲା ବାଲା ଭିନ୍ନ। ଆମେ ସେମିତି ଗୋଟେ ଗୋଟେ କଣ୍ଢେଇ, ଆମକୁ ନଚଉଛନ୍ତି ସେ ଫୋର୍ସେସ୍ ମାନେ। ସାଧକ ଯଦି ସଚେତନ ହବ, ତାହେଲେ ସେ ଫୋର୍ସେସ୍ ମାନଙ୍କୁ ଠିକ ଚିହ୍ନି ପାରିବ ଏବଂ ସେମାନେ ତାକୁ ନଚେଇ ପାରିବେ ନାହିଁ। କାରଣ ସେ ଭଗବାନଙ୍କର ସଂକଳ୍ପରେ, ତାଙ୍କର ପ୍ରେରଣାରେ ନାଚିବା ପାଇଁ ସମ୍ମତ ହେଇଯାଇଥିବ ଏବଂ ଭଗବାନଙ୍କ ସହିତ ଯୋଡ଼ି ହେଇଯାଇଥିବ। ତାଙ୍କର ସୂତାରୁ ସେ ବାହାରି ଯାଇଥିବ। ଏହି ଅବସ୍ଥାରେ ଆମକୁ ଉପନୀତ ହେବାକୁ ପଡିବ ବୋଲି ମା କହୁଛନ୍ତି। ପୁନର୍ବାର ମା ଜୋର ଦେଇକରି କହୁଛନ୍ତି ବାକ୍ ସଂଯମ ଉପରେ। ମା କହୁଛନ୍ତି କେତେ ସୁନ୍ଦର ଏବଂ ଅତି ହୃଦୟସ୍ପର୍ଶୀ ମାଙ୍କର ଏ ବାଣୀ। ମା କହୁଛନ୍ତି ଏଇ କଥାଟି ଉପରେ ମୁଁ ପୁନର୍ବାର ଜୋର ଦେଇ କହୁଛି ଏବଂ ଦୃଢ ଭାବରେ ନିବେଦନ କରୁଛି। ଦେଖନ୍ତୁ, ମା ଆମମାନଙ୍କୁ ନିବେଦନ କରୁଛନ୍ତି, ସାଧକ ମାନଙ୍କୁ, ଯେ ତୁମେମାନେ ଏହି କଥାଟିକୁ ଅତ୍ୟନ୍ତ ଗମ୍ଭୀର ଭାବରେ ଗ୍ରହଣ କରିବ। ଇଟ୍ ମଷ୍ଟ ବି ଟେକେନ୍ ଭେରି ସିରିୟସଲି। ମା କହୁଛନ୍ତି এটা ହାଲକା ଭାବରେ ନୁହେଁ, এটা ଅତି ଗୁରୁତ୍ୱପୂର୍ଣ୍ଣ। ଆମେ ଅନେକ ସମୟରେ ଅଭିଯୋଗ କରୁ, କାହାକୁ ନ କହିଲେ ମଧ୍ୟ ନିଜ ଭିତରେ ଆମେ କ୍ଷୋଭ ଆସେ ଯେ କାହିଁକି ମୋର ସାଧନାରେ ପ୍ରଗତି ହେଉନାହିଁ, ମୁଁ କେମିତି ଜାଣିପାରୁନାହିଁ ମୋର ପ୍ରଗତି ହେଉଛି କି ନାହିଁ, ଆଖି ଦୃଶ୍ୟ କିଛି ଚେତନାଗତ ବିକାଶ ମୁଁ ଅନୁଭବ କରିପାରୁନାହିଁ। ସେ ଜାଗାରେ ଆମେ ନିଜକୁ ପଚାରିବା କଥା, ପ୍ରକୃତରେ ଏଇ ବିଷୟଟି ଉପରେ ମୁଁ ସଚେତନ ହେଇଛି ତ? ବାକ୍ ସଂଯମର ଅଭ୍ୟାସ ଜଣେ ଯଦି କରିବ, ତାହେଲେ ତାକୁ ନିଶ୍ଚୟ କିଛି ନା କିଛି ସୂକ୍ଷ୍ମ ଅନୁଭୂତି ପ୍ରାପ୍ତ ହେବ। ଏଇଟା ମଧ୍ୟ ମାଙ୍କର ଗୋଟେ ନିର୍ଭର ପ୍ରତିଶ୍ରୁତି ଏବଂ ସେ ଜାଣିପାରିବ ପ୍ରକୃତରେ ବାକ୍ ସଂଯମର ଅଭ୍ୟାସ ଦ୍ୱାରା କିଭଳି ଅପଶକ୍ତି ମାନେ ତା ଭିତରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି, ତାକୁ ପତିତ କରିବା ପାଇଁ, ତାର ଗୋଡ଼ ଟାଣିବା ପାଇଁ, ତାର ଚେତନାକୁ ତଳକୁ ଖସେଇ ଦେବା ପାଇଁ କେମିତି ସେମାନେ ଚେଷ୍ଟା କରୁଛନ୍ତି। ସାଧକ ଅନୁଭବ କରିପାରିବ, ସେମାନଙ୍କୁ ଧରିପାରିବ, ସେ ଜାଗାରେ ଚିହ୍ନି ପାରିବ ଏବଂ ଯେହେତୁ ସେ ସଚେତନ ଥିବ, ନିଜକୁ ରକ୍ଷା କରିପାରିବ। କାରଣ ସଚେତନ ଭାବରେ ଜଣେ ଯଦି କାର୍ଯ୍ୟ କରେ, ମାଙ୍କ କୃପାକୁ ଆବାହନ କରେ, ମା ତାକୁ କେବେ ନିରାଶ କରନ୍ତି ନାହିଁ। ଭଗବାନ କେବେ ନିର୍ଦ୍ଦୟ ନୁହନ୍ତି। ସେ ସଦାସର୍ବଦା ପ୍ରସ୍ତୁତ ହେଇକି ରହିଛନ୍ତି ଆମକୁ ରକ୍ଷା କରିବା ପାଇଁ। ଆମେ କେବଳ ସଚେତନ ହେଇକି ତାଙ୍କ ପ୍ରତି ଉନ୍ମିଳିତ ହେବା ଦରକାର, ତାଙ୍କର ଦିବ୍ୟ କୃପା ଉପରେ ଆସ୍ଥା ସ୍ଥାପନ କରିବା ଦରକାର
ତାଙ୍କୁ ପ୍ରତି ମୁହୂର୍ତ୍ତରେ ଆବାହନ କରିବା ଦରକାର। ବାକ୍ ସଂଯମର ଅଭାବର ପରିଣାମ କେତେ ଭୟଙ୍କର ହେଇପାରେ ତାର ତ ଅସଂଖ୍ୟ ଉଦାହରଣ ଆମେ ଦେଖିବାକୁ ପାଇବା ସାଧାରଣ ଜୀବନରେ ଏବଂ ଆମର ପୁରାଣ କାହାଣୀରେ ମଧ୍ୟ। ଗୋଟେ ଛୋଟ ଉଦାହରଣଟା ଦଉଛି। ମହାଭାରତରେ ଦ୍ରୌପଦୀଙ୍କର ଆଚରଣ ଆପଣମାନଙ୍କର ସମସ୍ତଙ୍କର ମନେ ଥିବ ସେ ଉପାଖ୍ୟାନ। ପାଣ୍ଡବ ମାନେ ଖାଣ୍ଡବ ପ୍ରସ୍ତାବ ଇନ୍ଦ୍ରପ୍ରସ୍ଥରେ ପରିଣତ କରିସାରିଲା ପରେ ରାଜସୂୟ ଯଜ୍ଞ ଆରମ୍ଭ କଲେ ଏବଂ ସେଥିରେ ସମସ୍ତଙ୍କୁ ନିମନ୍ତ୍ରଣ କଲେ। କୌରବମାନେ ତ ତାଙ୍କର ଅନ୍ତରଙ୍ଗ ତାଙ୍କର ବଂଶଜ ସ୍ୱାଭାବିକ ଭାବରେ ସେମାନେ ଆସିଲେ। ଯେତେବେଳେ ଇନ୍ଦ୍ରପ୍ରସ୍ଥର ମାୟା ମହଲରେ ଦୁର୍ଯ୍ୟୋଧନ ବିଚରଣ କରୁଛି, ସେ ବାରମ୍ବାର ଧୋକା ଖାଇଯାଉଛି। ରାସ୍ତା ଅଛି ବୋଲି ଗୋଟେ ପଶିଗଲା ବେଳକୁ ସେଠି ଲାଗିଛି ଗୋଟେ କାଚର ପ୍ରାଚୀର, ସେଠି ଧକ୍କା ଖାଇକିରି ପଡିଯାଉଛି। ପୁଣି କୋଉ ଜାଗାରେ ପାଣି ଅଛି ବୋଲି ସେଠି ସେ ଯାଉନାହିଁ, ଫେରି ଆସୁଛି। ଦେଖିଲା ବେଳକୁ ସେ ପାଣି ଦେଇକି ଗୋଟେ ଦାସୀ ଚାଲି ଚାଲୁଛି, ସେଟା ପାଣି ନଥିଲା, ସେଟା ଗୋଟେ ଛାୟା, ପାଣିର ଗୋଟେ ଆଭାସ ସୃଷ୍ଟି କରୁଛି। ଏଭଳି ଭାବରେ ସେ ଯାଉ ଯାଉ ଗୋଟେ ଜାଗାରେ ତାକୁ ଲାଗୁଛି ଏଇଟା ଗୋଟେ ସମତଳ ଜାଗା, ଗୋଟେ ବାରଣ୍ଡା ବା ସେଭଳି ଗୋଟେ ସ୍ଥାନ, ସମତଳ ଚଟାଣ। ସେଠି ପାଦ ଦେଲା ମାତ୍ରକେ ସେ ଗୋଟେ ଜଳାଶୟ ଭିତରେ ଖସି ପଡୁଛି। ଗୋଟେ କ୍ଷୁଦ୍ର ଜଳାଶୟ ସେଟା, କିନ୍ତୁ ଏମିତି ତିଆରି ହେଇଛି ଯେ ତାର ଉପରେ ଫୁଲ ଗୁଡାକ ସଜା ହେଇଛି, ଲାଗୁନାହିଁ ଗୋଟେ ଜଳାଶୟ ବୋଲି, ତା ଭିତରେ ଖସି ପଡିଛି। ଠିକ ଏଇ ସମୟରେ ଦ୍ରୌପଦୀ ଉପରୁ ଦେଖି ଦେଇଛନ୍ତି, ନିଜ ସଖୀମାନଙ୍କ ଗହଣରେ ବାଲକୋନି ସେ ଦେଖିଛନ୍ତି ଏ ଦୃଶ୍ୟ, ନିଜର ହସକୁ ରୋକି ପାରିନାହାନ୍ତି। ଠିକ ଅଛି, ପ୍ରବୃତ୍ତିକୁ ଆମେ ରୋକିପାରିବା ନାହିଁ। ହସଟା ଗୋଟେ ଇନଷ୍ଟିଂଟିଭ ରିଫ୍ଲେକ୍ସ ଆକ୍ସନ, ଗୋଟେ ପ୍ରକାର ଗୋଟେ ସ୍ୱୟଂକ୍ରିୟ ସ୍ୱତଃସ୍ଫୂର୍ତ୍ତ ପ୍ରତିକ୍ରିୟା। ସେ ପର୍ଯ୍ୟନ୍ତ ଠିକ ଥିଲା, କିନ୍ତୁ ଗୋଟିଏ ପଦ ଯଦି କହିନଥାନ୍ତେ, ଅନ୍ଧେ କା ପୁତ୍ର ଭି ଅନ୍ଧା, ଏଇଟା କହିବା କଣ ଦରକାର ଥିଲା? କଣ ଏମିତି କହିପାରୁଥାନ୍ତେ, ଦେवर जी आपको ठीक से दिखाई नहीं देता क्या आप धोखा खा गए, ଏମିତି କଣ ଗୋଟେ କୌତୁକ ସେ କହିପାରିଥାନ୍ତେ। କିନ୍ତୁ ଅନ୍ଧେ କା ପୁତ୍ର ଭି ଅନ୍ଧା, ଏଇଟା ଏତେ କଟୁ ଥିଲା ଏଇ ବାଣୀଟି, ଶବ୍ଦଟି। ସେ ଜଳାଶୟ ଭିତରେ ପଡିକରି ମଧ୍ୟ ଦୁର୍ଯ୍ୟୋଧନର ସର୍ବାଙ୍ଗରେ ଯେମିତି ନିଆଁ ଲାଗିଗଲା ଏବଂ ସେଇଠି ସେ ପ୍ରତିଶୋଧର ଗୋଟେ ସଂକଳ୍ପ କଲା, ଏ ଅପମାନର ନିଶ୍ଚୟ ପ୍ରତିଶୋଧ ନେବେ। ଏବଂ ସେଇଠୁ ସୃଷ୍ଟି ହେଲା ପୋଷା ଖେଳ, ପୋଷା ଖେଳର ପରିଣାମ ହେଲା ବସ୍ତ୍ରହରଣ, ବସ୍ତ୍ରହରଣର ପରିଣାମ ହେଲା ମହାଭାରତ ଯୁଦ୍ଧ। ତେଣୁ କାର୍ଯ୍ୟକାରଣର ସମ୍ପର୍କ ଦେଖନ୍ତୁ। ଗୋଟେ କ୍ଷୁଦ୍ର ବାକ୍ ସଂଯମର ଭାବ, ମୁଁ ଏମିତି କହୁନାହିଁ ଯେ କେବଳ ସେ ଘଟଣା ହିଁ ମହାଭାରତ ଯୁଦ୍ଧର ଆରମ୍ଭ ପାଇଁ ଦାୟୀ, କିନ୍ତୁ ସେଇଟା ୱାନ୍ ଅଫ୍ ଦି ଫ୍ୟାକ୍ଟର୍ସ, ୱାନ୍ ଅଫ୍ ଦି ମେଜର ଫ୍ୟାକ୍ଟର୍ସ ବୋଲି ମୁଁ କହିବି। ଆମେ ଯଦି ମାଙ୍କର ଏଇସବୁ ବାଣୀଗୁଡ ଉପରେ ଗୁରୁତ୍ୱ ଦେବା ଏବଂ ଯଥାର୍ଥ ଭାବରେ ତାର ଗାମ୍ଭୀର୍ଯ୍ୟକୁ ଆକଳନ କରିବା, ତାହେଲେ ଦ୍ରୌପଦୀଙ୍କର ସେଇ ଶବ୍ଦଟି ହାଲକା ନୁହେଁ, ଅତ୍ୟନ୍ତ ଗମ୍ଭୀର ଏବଂ ଅତ୍ୟନ୍ତ କଟୁ ଶବ୍ଦ, ଯାହାକି ଗୋଟେ ଉଚ୍ଚ ଚେତନାଧାରୀ ବ୍ୟକ୍ତି ପକ୍ଷରେ ଶୋଭନୀୟ ନୁହେଁ। ଏଭଳି ଆଚରଣ ତା ପାଖରୁ ଆଶା କରାଯାଏ ନାହିଁ। ଛୋଟିଆ କଥାରେ ଜଣେ ଏତେ ଉତ୍କ୍ଷିପ୍ତ କାହିଁକି ହବ? ଆମେ ଏମିତି କହିଦେଇ ପାରିବା ନିଜକୁ ଦୋଷମୁକ୍ତ କରିବା ପାଇଁ ବା ନିଜର ଦୋଷଟିକୁ ହାଲକା କରିବା ପାଇଁ। ସବୁବେଳେ ଆମେ ନିଜର ଦୋଷଟିକୁ ହାଲକା କରିଥାଉ ଏବଂ ଅନ୍ୟର ଦୋଷ ଉପରେ ବେଶୀ ଗୁରୁତ୍ୱ ଆରୋପ କରିଥାଉ।
ଏଟା ଗୋଟେ ସାଧାରଣ ମାନବୀୟ ପ୍ରବୃତ୍ତି। ନିଜକୁ ଆମେ ସହଜରେ କ୍ଷମା କରିଦେବୁ, କିନ୍ତୁ ଅନ୍ୟର ତିଳ ପ୍ରମାଣ ଦୋଷ ମଧ୍ୟ ଆମ ପାଖରେ ପର୍ବତ ପ୍ରମାଣ ଭଳି ଦେଖାଯାଏ। ତେଣୁ ଜଣେ ପ୍ରକୃତରେ ଯଦି ସାଧକ ଜୀବନଯାପନ ଯଦି କରୁଛି, ତାହେଲେ ତାକୁ ଛୋଟ ବଡ଼ ପ୍ରତ୍ୟେକଟି ବିଷୟରେ ସାଧକ ଜନଚିତ ମନୋଭାବ ପୋଷଣ କରିବାକୁ ହେବ ବୋଲି ମା କହିଛନ୍ତି। ମା କହୁଛନ୍ତି ଯେ କିଛି ଲୋକଙ୍କର ଗପିବାଟା ହେଉଛି ପେଶା। ଯେମିତି ଅଧ୍ୟାପକ ମାନଙ୍କର, ସେମାନେ ଦିନକୁ 4-5 ଘଣ୍ଟା ବକର ବକର ହେବେ। ଯୋଉମାନେ ରାଜନୈତିକ ନେତା, ସେମାନେ ମଧ୍ୟ ବିଭିନ୍ନ ଜାଗାରେ ଭାଷଣ ଦେବେ। ସେଟା ତାଙ୍କର ପେଶା, ସେଟା ମନ୍ଦ ଅଭ୍ୟାସ ନୁହେଁ। ସେମାନେ ବହୁତ ବୁଦ୍ଧିମାନ ଏବଂ ବାଗ୍ମୀ ହେଇଥାନ୍ତି। ସେମାନେ କଥା ଅଲଗା। ସେମାନେ ସେଇ ବାର୍ତ୍ତାଳାପ ଆବଶ୍ୟକତାକୁ ନେଇକରି କରିଥାନ୍ତି। ତା ନହେଲେ ସେମାନେ ପେଟ ପୋଷିବେ କେମିତି? ସେଟା ଆବଶ୍ୟକତା ଭିତ୍ତିକ। କିନ୍ତୁ ସେ ଆବଶ୍ୟକତା ଭିତ୍ତିକ ବାର୍ତ୍ତାଳାପ ପରେ ତାପରେ ନୀରବ ହେଇଯିବା ଦରକାର। ଆବଶ୍ୟକତା ଭିତ୍ତିକ ମାପି ଚୁପିକିରି ପ୍ରତ୍ୟେକଟି ଶବ୍ଦ ଉଚ୍ଚାରଣ କରିବା ଦରକାର। ମା କହିଛନ୍ତି ଯୋଉମାନେ ଅଯଥାରେ ସବୁବେଳେ ବକବାଜି କରୁଥାନ୍ତି, ଗପୁଥାନ୍ତି ଆଡୁ ସାଡୁ, ମା କହୁଛନ୍ତି ସେମାନଙ୍କର ବୌଦ୍ଧିକ ବିକାଶର ସ୍ତର ଅତି ନିମ୍ନ ସ୍ତର। ତାଙ୍କର ବୌଦ୍ଧିକ ବିକାଶ ବହୁତ କମ ହେଇଥାଏ। କାରଣ ଏକଥା ମଧ୍ୟ ସେମାନେ ବୁଝିପାରନ୍ତି ନାହିଁ ଯେ ସେମାନଙ୍କର ଅଯଥା ବାକ୍ୟାଳାପ ସେଟା ତାଙ୍କ ନିଜର ବି କ୍ଷତି କରୁଛି, ପରିବେଶରେ ମଧ୍ୟ ଅସଙ୍ଗତି ସୃଷ୍ଟି କରୁଛି। ମା କହୁଛନ୍ତି ଯୋଉମାନେ ଚେତନାଗତ ଦୃଷ୍ଟିରୁ ବା ମାନସିକତା ବୌଦ୍ଧିକତାରେ ଯେତେ ବିକଶିତ, ସେମାନେ ସେତେ କମ କଥା କହନ୍ତି, ଅଯଥା ବାକ୍ୟ ଉଚ୍ଚାରଣ କରନ୍ତି ନାହିଁ, ନିରର୍ଥକ କଥା କହନ୍ତି ନାହିଁ। ଅନ୍ୟ ପକ୍ଷରେ ଯୋଉମାନଙ୍କର ବୌଦ୍ଧିକ ବିକାଶ ଯେତେ କମ, ସେମାନେ ସେତେ ବେଶୀ ବକର ବକର ହେଇଥାନ୍ତି। ତାଙ୍କୁ ଲାଗେ ଏଇ ସାଧାରଣ ମଣିଷମାନଙ୍କୁ ଯୋଉମାନଙ୍କର ବୌଦ୍ଧିକ ବିକାଶ ଯେତେ କମ, ସେମାନଙ୍କୁ ଲାଗେ କଥା ନ କହିଲେ ଯେମିତି ସେମାନେ ବଞ୍ଚୁନାହାନ୍ତି, କହିଲେ ଯାଇ ହିଁ ବଞ୍ଚିବେ। ନ କହିଲେ ସେମିତି କେମିତି ଗୋଟେ ଅସ୍ୱସ୍ତି ଅନୁଭବ କରନ୍ତି ସେମାନେ। କିନ୍ତୁ ବିକଶିତ ଚେତନାର ଅଧିକାରୀ ବ୍ୟକ୍ତିମାନଙ୍କର ଅବସ୍ଥାଟା ଠିକ ବିପରୀତ। ସେମାନେ ବେଶୀ ବକର ବକର ହେଲେ ତାଙ୍କୁ ଅସ୍ୱସ୍ତି ଲାଗେ। ସେମାନେ ଖୁବ କମ କଥା କହିବାର ଆବଶ୍ୟକତା ଅନୁଭବ କରନ୍ତି। ପ୍ରକୃତରେ ଆମେ ଯଦି ଅଭ୍ୟାସ କରିବା, ନିଜକୁ ନିରୀକ୍ଷଣ କରିବାର ଅଭ୍ୟାସ, ପ୍ରତ୍ୟେକ କଥା କହିବା ପୂର୍ବରୁ ନିରୀକ୍ଷଣ କରିବା, କଣ ଆମେ କହିବାକୁ ଯାଉଛୁ, ସେଟା କଣ କହିବା ଜରୁରୀ। ପ୍ରଥମ କଥା ମାନେ କହିବି ନା ନ କହିଲେ ବି ଚଳିବ। ଯଦି କହିବି, ପ୍ରେରଣା ଆସିଲା, ନିହାତି କହିବାକୁ ପଡିବ, ହେଲେ କଣ କହିବି ଏବଂ ଯାହା କହିବି ସେଟା ଠିକ ତ, ନା ତାକୁ ଆଉ ଟିକେ ବେଟର ୱେରେ, ଯେମିତି ଶୁଣିବା ବ୍ୟକ୍ତି ଆଘାତ ପ୍ରାପ୍ତ ନ ହବ, କିମ୍ବା ପରିବେଶରେ ଅସଙ୍ଗତି ସୃଷ୍ଟି ନ ହବ, କିମ୍ବା ମୋ ତରଫରୁ କିଛି ମିଥ୍ୟା ପ୍ରକାଶ ନ ହବ। କାରଣ ଶବ୍ଦ ଗୁଡାକ ବହୁତ ସେନ୍ସିଟିଭ, ବହୁତ ସମ୍ବେଦନଶୀଳ। ଟିକିଏ ଶବ୍ଦ ଏପଟ ସେପଟ ହେଇଗଲେ ଆମର ଉଦ୍ଦେଶ୍ୟ ପଣ୍ଡ ହେଇଯିବ। ଯୋଉ ଜାଗାରେ ଆମେ ଗୋଟେ ବନ୍ଧୁ ସୃଷ୍ଟି କରିବାକୁ ଚାହୁଁଥିବା, ସେ ଗୋଟିଏ ଶବ୍ଦରେ ହିଁ ସେଠି ଶତ୍ରୁତା ସୃଷ୍ଟି ହେଇଯିବ। ବହୁତ ସଂଯମର ଆବଶ୍ୟକତା ରହିଛି। ତେଣୁ ଆମେ ଯଦି ଅଭ୍ୟାସ କରିବା, ଦେଖିବା ଯେ ଆମେ ଯାହା କହିବାକୁ ଯାଉଛନ୍ତି ସେଥିରୁ 90%, ପ୍ରଥମ କଥା ସେଥିରୁ 90%
ନ କହିଲେ ବି ଚଳିବ, ମାନେ 10% ଆବଶ୍ୟକତା ଅଛି, କିନ୍ତୁ ଆମେ ଏକ୍ସଟ୍ରା 90% ସେଠି ଆଡ୍ କରୁଛୁ ଅନାବଶ୍ୟକ ଭାବରେ। ସେଇ ଯେଉଁ ଏକ୍ସଟ୍ରା 90% ଶବ୍ଦ ମାତ୍ରକୁ ତ ଶକ୍ତି ନା, ସବୁଠୁ ଫୋର୍ସ। ଆମେ ପରିବେଶକୁ ଛାଡ଼ିଦେଲେ ସେ ଫୋର୍ସଟା ସେ କଣ କରିବ? ସେ ତ କିଛି ପରିଣାମ ସୃଷ୍ଟି କରିବ, କିଛି ରିଜଲ୍ଟ ତାର ଦବ। ସେ ଯୋଉଟା ଅନାବଶ୍ୟକ ଭାବରେ ସୃଷ୍ଟି ହେଇଛି, ତାହେଲେ ସେଟା ପରିବେଶରେ କେବେ ହିତ ସାଧନ କରିପାରିବ କି? କୁହନ୍ତୁ। ସେଟା ନିଶ୍ଚୟ ଅହିତ ହିଁ କରିବ, ପରିବେଶକୁ କଳୁଷିତ କରିବ, ପ୍ରଦୂଷିତ କରିବ, ଅଯଥାରେ ଆଲୋଡ଼ିତ କରିବ। ଏବଂ ସେଇ ଆଲୋଡ଼ନର ପ୍ରଭାବ ଘୁରି ଘୁରି କରି ବୁମେରାଙ୍ଗ ଭଳି ଶେଷରେ ଆମ ପାଖକୁ ହିଁ ଫେରି ଆସିବ। ଆମକୁ ହିଁ ସେ ପତିତ କରିବ, ଆମକୁ ତଳକୁ ପକେଇବ। ତେଣୁ ପରିଣାମ କଣ ହେଲା? ଆମର ବିକାଶ ହିଁ ବ୍ୟାହତ ହେଲା, ଆମେ ନିଜେ ହିଁ ନିଜର ବିକାଶକୁ ବ୍ୟାହତ କଲେ। ତେଣୁ ଗପିବା ଅଭ୍ୟାସ ଯୋଉମାନଙ୍କର ଅଛି, ସେମାନଙ୍କୁ ମା ସାବଧାନ କରିଦଉଛନ୍ତି। ପରିଶେଷରେ ମାଙ୍କର ଆଉ ଗୋଟେ ବାଣୀ ଉପରେ ଆଲୋଚନା କରି, ସଂକ୍ଷିପ୍ତ ଆଲୋଚନା କରି ଆମେ ଶେଷ କରିବା। ମା କହୁଛନ୍ତି, ଆମକୁ ଗୋଟେ ସୁନ୍ଦର ଉପାୟଟେ ବତେଇଛନ୍ତି ବାକ୍ ସଂଯମ ପାଇଁ। ଏଇଟା ମୁଁ ପଢି ଦଉଛି। ମା କହୁଛନ୍ତି, ମୁଁ କହୁଛି ଦେଖ, ତୁମମାନେ ସମସ୍ତେ ଗୋଟେ ଚେଷ୍ଟା କର। ଓ ମୁଁ ବେଶୀ ସମୟ ପାଇଁ କରିବାକୁ କହୁନି, ଦିନକୁ ମାତ୍ର ଗୋଟିଏ ଘଣ୍ଟା ଚୁପ୍ ରୁହ। କେବଳ ଯେତିକି ନିତାନ୍ତ ଦରକାର ସେତିକି ବ୍ୟତୀତ ଅନ୍ୟ କିଛି କହିବ ନାହିଁ। ଦେଖନ୍ତୁ କେମିତି ସୂକ୍ଷ୍ମ ଭାବରେ ମା କହିଲେ, ଅନ୍ଧ ଭାବରେ ଏମିତି ଚୁପ୍ ରହିବା, ମୂଢ ଭାବରେ ସଂକଳ୍ପ କରିବା ଠିକ ନୁହେଁ। ଆରେ ଯୋଉ ଜାଗାରେ ମୁହଁ ନ ଖୋଲିଲେ, ଗୋଟେ ଛୁଆଟେ ନିଆଁଟେ ଧରିବାକୁ ଯାଉଛି, ମୁଁ ଶପଥ କରିଛି ପାଟି ଖୋଲିବ ନାହିଁ, ଆରେ ସେ ତ ପୋଡିଯିବ, ଚିଲେଇବାକୁ ପଡିବ, ଆରେ କିଏ ଅଛ ତାକୁ ନିଅ। ଏମିତି ମୂଢ ଭାବରେ କରିବାନି, କିନ୍ତୁ ଯେତିକି ନିହାତି ଦରକାର ତାଠୁ ଅଧିକ କହିବା ନାହିଁ। ମାତ୍ର ଗୋଟିଏ ଘଣ୍ଟା ପାଇଁ ଆମେ ଯଦି ଏ ଅଭ୍ୟାସ କରିବା, ଗୋଟିଏ ଶବ୍ଦ ବେଶୀ ନୁହେଁ କି କମ୍ ନାହିଁ, ଗୋଟିଏ ଘଣ୍ଟା ପାଇଁ ଏଇ ସଚେତନତାର ଅଭ୍ୟାସ ଯଦି କରିବା ଆମେ, ତାହେଲେ କେତେ ସୁନ୍ଦର ସୂକ୍ଷ୍ମ ଅନୁଭୂତି ଆମକୁ ପ୍ରାପ୍ତ ହେବ। ମା ସେ ବିଷୟରେ ଏଇଟା କହୁଛନ୍ତି। ତାପରେ କହୁଛନ୍ତି, ଦୈନନ୍ଦିନ ମାତ୍ର ଘଣ୍ଟାଏ ନିଅ, ଯେଉଁ ସମୟଟି ତୁମ ପାଇଁ ସବୁଠୁ ସୁବିଧା ହେବ, ଏବଂ ସେଇ ସମୟ ତକ ନିଜକୁ ଭଲ ଭାବରେ ନିରୀକ୍ଷଣ କର। ଘଣ୍ଟାଏ ଆମେ କଣ କରିବା? କେବଳ ମୂଢ ଭାବରେ ପାଟି ବନ୍ଦ କରିବା କଥା କହୁନାହାନ୍ତି, ନିଜକୁ ନିରୀକ୍ଷଣ କରିବା ସେ ଭିତରେ। ଏବଂ ସେତେବେଳେ ଯାହା ଯେତିକି ନିତାନ୍ତ ଦରକାର ସେତିକିଟି ମାତ୍ର ଶବ୍ଦ ଉଚ୍ଚାରଣ କର। ସଂଯମର ଅର୍ଥ ହେଉଛି ଏଇଟା, ମୂଢ ଭାବରେ ପାଟି ବନ୍ଦ କରିବାଟା ନୁହେଁ। ତାପରେ ମା କହୁଛନ୍ତି, ପ୍ରଥମରୁ ତୁମ ପାଇଁ ଅବଶ୍ୟ ଏହା କଷ୍ଟକର ହେବ। ତୁମେ କିପରି ଜାଣିବ ଯେ କେଉଁଟା ନିତାନ୍ତ ଦରକାର ଆଉ କେଉଁଟା ଦରକାର ନୁହେଁ? ଦେଖନ୍ତୁ, ଆମେ କେଉଁଠି ଝୁଣ୍ଟିବା, କଣ ଆମର ଅସୁବିଧା ହବ, ଏଟା ବି ମା ଅନୁଧ୍ୟାନ କରିପାରୁଛନ୍ତି। ସେ ତ ଦିବ୍ୟଜନନୀ, ମାନେ ଆମେ ପଚାରିବା ପୂର୍ବରୁ ସେ ସମାଧାନଟା ଦେଇ ଦେଉଛନ୍ତି। ପ୍ରଥମରୁ ଏଇଟା ଆମର ଅସୁବିଧା ହେଇପାରେ ଯେ ଆମେ ଜାଣିବା କେମିତି ଯେ କେତେ ପ୍ରକୃତରେ କହିବା ଦରକାର, କୋଉଟା ଅପରିହାର୍ଯ୍ୟ ନୁହେଁ। ମା କହୁଛନ୍ତି, ସେଇଟା ତୁମେ ପ୍ରତିଦିନ ନିଜେ ନିଜେ ବିଚାର କରି ଦେଖି ଜାଣିପାରିବ ଏବଂ ପ୍ରତିଦିନ ତୁମେ ଏଥିରେ ଉନ୍ନତି କରିପାରିବ। ତାର ଅର୍ଥ ହେଲା, ଆଜି ଯଦି ମୋତେ କିଛି ଦେଖାଯାଉ ନାହିଁ ବା ମୁଁ ଜାଣିପାରୁନି ଆଦୌ କେତେ କହିବା କଥା, କଣ କହିବା କଥା, କିନ୍ତୁ ମୁଁ ନିଷ୍ଠାପର ଭାବରେ ଯଦି ମୁଁ ଲାଗି ରହେ, ତାହେଲେ କାଲି ଆଉ ଟିକେ ଅଧିକ ଜାଣିବି, ପରଦିନ ଆଉ ଟିକେ ଅଧିକ ଜାଣିବି। ଧୀରେ 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 ସ୍ପଷ୍ଟ ଭାବରେ ମୁଁ ଆକଳନ କରିପାରିବି ଯେ କଣ କହିବା ଦରକାର, କେତେ କହିବା ଦରକାର, ଟିକିନିଖି ଭାବରେ ମୋ ଭିତରୁ ପ୍ରେରଣା ଆସିବ। ଏଇଟା ହଉଛି ସେ ପ୍ରୋଗ୍ରେସ।
ମା କହୁଛନ୍ତି ତାପରେ ତୁମେ ଦେଖିବ ଯେ ପର୍ଯ୍ୟନ୍ତ ତୁମେ କିଛି କହୁନାହଁ ସେ ପର୍ଯ୍ୟନ୍ତ ତୁମେ ସମ୍ପୂର୍ଣ୍ଣ ନୀରବ ରହିବା କଷ୍ଟକର ହେଉନାହିଁ। କିନ୍ତୁ ଯେତେବେଳେ ତୁମେ କଥା ପଦେ କହିବାକୁ ଆରମ୍ଭ କଲ ସେତେବେଳେ ତୁମେ ଲକ୍ଷ୍ୟ କରିବ ଯେ ପ୍ରାୟ ସର୍ବଦା ତୁମେ ଆବଶ୍ୟକତାରୁ 2ଟି 3ଟି କିମ୍ବା 10ଟି 20ଟି ଅଦରକାରୀ ଶବ୍ଦ କହିସାରିଛ। ସେତକ ଆଦୌ ଦରକାର ନଥିଲା। ଆମର ଚେତନାଗତ ସ୍ଥିତିକୁ ମା ସ୍ପଷ୍ଟ ଭାବରେ ଦେଖୁଛନ୍ତି ଏବଂ ସେଥିପାଇଁ ତା ଉପରେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ଆମକୁ ଯେଉଁ ଟିପ୍ସ ଦେଉଛନ୍ତି ସାଧନା ପାଇଁ, ଆମ ସମସ୍ତଙ୍କୁ ନିଶ୍ଚୟ ଲାଗୁଥିବ, ଏମିତି ଅନୁଭବ ଆସୁଥିବ ଯେ ଏଇଟା ମା ମୋତେ ହିଁ କହିଛନ୍ତି, ଆରେ ମୁଁ ତ ଏମିତି ହିଁ କରୁଛି। ପ୍ରକୃତରେ ଆମେ ସମସ୍ତେ ଉଣା ଅଧିକେ ସେ ଅବସ୍ଥାରେ ଅଛନ୍ତି। ତେଣୁ ଆମ ସମସ୍ତଙ୍କ ପାଇଁ ଏଇଟା ପ୍ରଯୁଜ୍ୟ। ଯେଉଁମାନେ ଏ ଅବସ୍ଥାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ବାକ୍ ସଂଯମକୁ ନିଜର ସ୍ୱାଭାବିକ ଆଚରଣରେ ପରିଣତ କରିପାରିଛନ୍ତି, ସେଭଳି ସାଧକଙ୍କୁ ମୋର କୋଟି ପ୍ରଣାମ। ସେମାନଙ୍କର ଆଶୀର୍ବାଦରୁ ମୋର ଚେତନା ଆଉ ଟିକେ ପରିଷ୍କୃତ ହେଉ, ଆମ ସମସ୍ତଙ୍କର ଚେତନା ପରିଷ୍କୃତ ହେଉ, ଆମ ସମସ୍ତଙ୍କ ଉପରେ ସେଭଳି ସଂଯମୀ ଉଚ୍ଚ ଚେତନା ଅଧିକାରୀ ସାଧକମାନଙ୍କର କୃପା ଦୃଷ୍ଟି ପଡୁ, ତାଙ୍କର ପଦରେଣୁ ଆମ ମସ୍ତକରେ ପଡୁ, ଆମ ସମସ୍ତଙ୍କର ଚେତନାଗତ ଉନ୍ନତି ହେଉ, ଏଇଟା ହିଁ ପ୍ରାର୍ଥନା। ତ ମା ଏଠି କହିଦେଲେ ଯେ ଆମେ କଥା କହିବାକୁ ଆରମ୍ଭ କଲା ମାତ୍ରକେ ଆମର ପଦସ୍ଖଳନ ସେଠୁ ଆରମ୍ଭ ହୋଇଯାଏ। ଅନାବଶ୍ୟକ ଭାବରେ ଆମେ ଗୋଟେ ଜାଗାରେ 2ଟି ଶବ୍ଦ କହୁ, 2ଟି ଜାଗାରେ ବେଳେ ବେଳେ 10ଟି ଶବ୍ଦ କହିଦେଉ, 20ଟି ଶବ୍ଦ କହିଦେଉ, ଯାହାକି ଦରକାର ନଥିଲା। ଆମେ ପରବର୍ତ୍ତୀ ମୁହୂର୍ତ୍ତରେ ଯଦି ଆତ୍ମନିରୀକ୍ଷଣ କରିବା ଆଉ ନିଜକୁ ପଚାରିବା ପ୍ରକୃତରେ ଏଇଟା କଣ ନିହାତି ଦରକାର ଥିଲା, ନ କହିଥିଲେ ଚଳିଥାନ୍ତା। ଆମର ନିଶ୍ଚୟ ଆମର ପ୍ରକୃତରେ ଯଦି ଆନ୍ତରିକତା ଥାଏ, ପ୍ରକୃତରେ ଆମେ ଶିଖିବାକୁ ଯଦି ଚାହୁଁଥାନ୍ତି, ପ୍ରକୃତରେ ଆମେ ଗ୍ରହଣଶୀଳ ହେଇଥାନ୍ତି ମାଙ୍କ ପ୍ରତି, ନିଜ ଚେତନାର ଯଥାର୍ଥ ବିକାଶ ଯଦି ଆମେ ଇଚ୍ଛା କରୁଥାନ୍ତି, ତାହେଲେ ନିଶ୍ଚୟ ଆମ ଭିତରେ ଜ୍ଞାନ ଆସିଯିବ ଯେ ନା ସେଟା ଦରକାର ନଥିଲା, କହିଥିଲେ ଭଲ ହେଇଥାନ୍ତା। କିନ୍ତୁ ତାହା ନକରି ଆମେ ନିଜକୁ ଜଷ୍ଟିଫାଏ କରିବା, ଆହୁରି ମୂଢତା ଭିତରକୁ ଯିବା। ଆମେ ଅନେକ ସମୟରେ ନିଜର ଦୋଷ ତ ଭଗବାନଙ୍କୁ ଦେଖେଇ ଦିଅନ୍ତି, କିନ୍ତୁ ଅତ୍ୟନ୍ତ ନିର୍ବୋଧ ଭାବରେ, ମୂଢ ଭାବରେ ଆମେ ନିଜକୁ ଜଷ୍ଟିଫାଏ କରୁ, ନିଜ ଆଚରଣକୁ ନିଜେ ସମର୍ଥନ କରୁ। ତଦ୍ୱାରା ନିଜର ବିକାଶକୁ ଆମେ ବହୁତ ପଛକୁ ଠେଲି ଦଉ। ତେଣୁ ମୋଟାମୋଟି ଭାବରେ ଏ ପ୍ରସଙ୍ଗରେ ମାଙ୍କର ବାଣୀ ଗୁଡ଼ିକରୁ ଆମେ ଏ ସିଦ୍ଧାନ୍ତରେ ପହଞ୍ଚିଲେ ଯେ ନିରର୍ଥକ ବାର୍ତ୍ତାଳାପ, ନିରର୍ଥକ ଏଣୁ ତେଣୁ ବକର ବକର ହେବା, ଗପିବା ଏବଂ ଅନ୍ୟର କୁତ୍ସାର୍ଥନା କରିବା, ପରନିନ୍ଦା ପରିଚର୍ଚ୍ଚା କରିବା, ଏଇଟା ଆମର ଚେତନାର ବିକାଶର ଗୋଟେ ସବୁଠୁ ବଡ଼ ବାଧା। ଆମର ଚେତନା ଊର୍ଦ୍ଧ୍ୱକୁ ଉଠିବା ପଥରେ ଆମେ ନିଜେ ହିଁ ପ୍ରତିବନ୍ଧକ ସୃଷ୍ଟି କରିଥାଉ। କାରଣ ନିରର୍ଥକ ବାକ୍ୟାଳାପ ଆମର ଚେତନାକୁ ସାଧାରଣ ଚେତନା ସହିତ ବାନ୍ଧି ରଖେ, ନିମ୍ନ ଚେତନା ସହିତ ବାନ୍ଧି ରଖେ। ଯେମିତି ଡଙ୍ଗାଟିଏ ଘାଟରେ ବନ୍ଧା ହେଇଥିଲେ, ଖୁଣ୍ଟରେ ବନ୍ଧା ହେଇଥିଲେ, ଯେତେ ଆହୁଲା ମାରିଲେ ମଧ୍ୟ ଯେମିତି ଆଗକୁ ଯାଏ ନାହିଁ, ଆମର ଚେତନାର ଅବସ୍ଥା ସେଭଳି ହେଇଥାଏ। ତେଣୁ ମା କହୁଛନ୍ତି ଯଦି ତୁମେ ଯୋଗ କରିବାକୁ ଚାହଁ ତାହେଲେ ନିରର୍ଥକ ବାକ୍ୟାଳାପରୁ ନିଜକୁ ନିବୃତ୍ତ କରିବା ଦରକାର। ଏଇଟା ହେଲା କଥା ମାଙ୍କ ଭାଷାରେ। ତେଣୁ ପୁନର୍ବାର ମାଙ୍କର এই ବାଣୀ ସବୁ ପାଇଁ ଆମ ସମସ୍ତଙ୍କର ଚେତନାକୁ ଆଲୋକିତ କରିବା ପାଇଁ ସମସ୍ତଙ୍କ ତରଫରୁ ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରୁଛି ଏବଂ ସମସ୍ତଙ୍କର ଚେତନାର ଯଥାର୍ଥ ବିକାଶ ପାଇଁ ମାଙ୍କ ପାଖରେ ପ୍ରାର୍ଥନା ନିବେଦନ କରି ଆଜିର ଆଲୋଚନାକୁ ଏଠି ବିରାମ ଦେଉଛି। ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ।
ବନ୍ଦେ ମାତରମ୍। ବର୍ତ୍ତମାନ ଗୋଟିଏ ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା